ସାଙ୍ଗମାନେ ତୁମେ ଯଦି ଭିଡ଼ିଓ କଣ୍ଟିନ୍ୟୁ ଯଦି ଦେଖିବ ବୋଲେ ତୁମେ ଜାଣିପାରିବ ଯେ କୁକୁଡ଼କୁ କେମିତି ମାରିବ କେମିତି ନାହିଁ ସେଇଟା ସବୁ ଜାଣିପାରିବ। ହେଲେ ତୁମକୁ ରିକ୍ୱେଷ୍ଟ କରୁଛି ଯେ ମୋର ଚ୍ୟାନେଲ୍ ଟିକେ ସବସ୍କ୍ରାଇବ୍ ଟିକେ ନିହାତି କରିଦେବ ସାଙ୍ଗମାନେ। ମୁଁ ଜାଣିଛି ତୁମେ ନିହାତି କରିଦେବ ସାଙ୍ଗମାନେ, ମୁଁ ଜାଣିଛି। ହେଲେ କାହିଁକିନା ନୂଆ ଚ୍ୟାନେଲ୍ ସେଥିପାଇଁ ମୁଁ ରିକ୍ୱେଷ୍ଟ କରୁଛି ଚ୍ୟାନେଲ୍କୁ ଟିକେ ସବସ୍କ୍ରାଇବ୍ କରିଦେବା ପାଇଁ। ହେଲେ ନୋଟିଫିକେସନ୍ଟା ଟିକେ ଭୁଲିବ ନାହିଁ ମାରିବା ପାଇଁ, ନିହାତି କରିଦେବେ। କାହିଁକିନା ମୋ ଭିଡ଼ିଓ ଛାଡ଼ିଲେ ଯେବେ ବି ଛାଡ଼ିଲେ ବି ସେଇଟା ନୋଟିଫିକେସନ୍ଟା ତୁମ ପାଖରେ ନିହାତି ପହଞ୍ଚି ଆଇବେ, ମୁଁ ରିକ୍ୱେଷ୍ଟ କରୁଛି ଆଉ। ହାଏ ସାଙ୍ଗମାନେ, କେମିତି ଅଛନ୍ତି? ଭଲରେ ଥିବେ? ମୁଁ ଭଲରେ ଅଛି। ଆଜି ମୁଁ କଳାହାଣ୍ଡି ଯାଇଛି ପୋଡ଼ଯାତ୍ରା ଦେଖିବାକୁ। ଆଉ ସେଇଠି ମୁଁ ଯାଇକି ତୁମକୁ ଦେଖେଇବି। ଦେଖନ୍ତୁ ପହଞ୍ଚିଗଲି ଏଇଠି ଜାଗାକୁ। ସେ ଯେଉଁଠି ମୁଁ ଯାତ୍ରା ହେଉଛି ସେଇଠି ମୁଁ ପହଞ୍ଚି ଯାଇଛି। ତାପରେ ଏଇଠି ଗୋଡ଼କୁ ବାନ୍ଧିକି କେମିତି ବିଜାର କରିବେ ସେଇଟା ମୁଁ ଦେଖେଇବି। ଆଉ ଦେଖିଲେ ତୁମେ ଜାଣିପାରିବେ। ଦେଖନ୍ତୁ ସିଏ ଜଣେ ଆସିକି ବିଜାର କରିବାକୁ ଚେଷ୍ଟା କରୁଛନ୍ତି, ସିଏ ଆଉ ଡରି ଯାଉଛନ୍ତି। ଆଉ ଏଇଠି ଦେଖନ୍ତୁ ଆଗରେ ଆଉ ପଛରେ ଅଛନ୍ତି କେତେ ଲୋକ ସେମିତି ଠିଆ ହେଇକି ଦେଖୁଛନ୍ତି। ତାପରେ ଦେଖିପାରିଥିବେ, ଏଠି ଦେଖନ୍ତୁ ଲାଇନ୍ ଲଗେଇକି ଦେଖୁଛନ୍ତି, ଅଧିକ ଗହଳି ହେଉଛନ୍ତି। ଏଠି ଦେଖନ୍ତୁ ଏବେ ନାଚୁଛନ୍ତି। ଦେଖନ୍ତୁ ଏମିତି ନାଚୁଛନ୍ତି। ଆଉ ଡାଳପତ୍ର ଧରିକି ସବୁ ନାଚୁଛନ୍ତି, ବଗା ଫଗା ସବୁ। ସେ ବାପାକୁ ଏଇଠି ଗଣ୍ଡଗୋଳ ଅଛନ୍ତି। ସେଇଠି ଦେଖନ୍ତୁ ସେ ବିଜାର କରିବାକୁ ଯାଉଥିଲେ, ତାକୁ ଦେଲେ ନାହିଁ। ଛତା ପତ୍ର ଧରିକି ନାଚୁଛନ୍ତି। ଦେଖ କୁକୁଡ଼ କେମିତି ଭଲଟା ନାହିଁ। ଦେଖନ୍ତୁ ବିଜାର କରୁଛନ୍ତି। ତ ସାଙ୍ଗମାନେ ପୋଡ଼ ମାରିବାର ସମୟ ହେଇଗଲା ବୋଧେ, ସେଥିପାଇଁ ଚୁରି ଟାଙ୍ଗିବାକୁ ଦେଖେଇ ଲାଗୁଛନ୍ତି। ଆଉ ଦେଖନ୍ତୁ ଏମିତି ଯଦି ଭିଡ଼ିଓ କଣ୍ଟିନ୍ୟୁ ଦେଖିବ ବୋଲେ ଜାଣିପାରିବେ କେମିତି ମାରୁଛନ୍ତି ସେଇଟା। ଆଉ ମୁଁ ତ ଦେଖେଇ ପାରିବି ନାହିଁ, ହେଲେ ବି ତୁମକୁ ଟିକେ ଦେଖେଇ ପାରିବି। ଆଉ ଦେଖନ୍ତୁ କେମିତି ମାରୁ ଲାଗୁଛନ୍ତି। ପୁରା ହଜାର ଲୋକମାନେ ଏଇଠି ଅଛନ୍ତି। ଦେଖନ୍ତୁ ସାଙ୍ଗମାନେ କେମିତି ନାଚୁଛନ୍ତି। ଦେଖ ପୋଡ଼ଯାତ୍ରା ହେଲେ ଏମିତି ନାଚିବୁ ଆମେ। କନ୍ଧମାଳରେ କଳାହାଣ୍ଡିରେ ଏମିତି ପରମ୍ପରା ଅଛି। ସେଥିପାଇଁ ଯାତ୍ରା ବର୍ଷକୁ ଥରେ କରିବୁ। ଦେଖନ୍ତୁ ସାଙ୍ଗମାନେ, ଏଇଟା ମୋବାଇଲ୍ ଯାକ ନା କ'ଣ, ଏତିକି ରେକର୍ଡ଼ିଂ ଚାଲିଛି। ଏବେ କୁକୁଡ଼କୁ ମାରି ଲାଗୁଛନ୍ତି, ବଳି ଦେଉଛନ୍ତି। ମୁଁ ପାରିବି ନାହିଁ, କାହିଁକିନା ମୋର ଚ୍ୟାନେଲ୍ ଡିଲିଟ୍ ହେଇପାରେ। ସେଥିପାଇଁ ମୁଁ ଦେଖିବାକୁ ପାରିବି ନାହିଁ। କଷ୍ଟ
ଘୁଷି ଲାଗୁଛନ୍ତି ଆଉ ଚୁଲିରେ ଟାଙ୍ଗିରେ ଦେଖ କେମିତି ମାରୁଛନ୍ତି କହିବାକୁ ନାହିଁ। ମୋତେ ପୁରା ବହୁତ ପାପ ଲାଗୁଛି ଏଇଟା ଦେଖିବା ପାଇଁ। ରେକର୍ଡ଼ କରିବା ପାଇଁ ମୁଁ ଜଣକୁ ଦେଇଥିଲି ରେକର୍ଡ଼ କରିବା ପାଇଁ, ମୁଁ ରେକର୍ଡ଼ିଂ କରିନି ଆଉ ମୁଁ ପାଖରେ ବି ଚାହିଁନି। ଭିଡ଼ିଓ ଯଦି ଭଲ ଲାଗିଲା ଟିକେ ଲାଇକ୍ ମାରିଦେବ ଆଉ ସେୟାର କରିଦେବ ଆଉ କମେଣ୍ଟ କରିଦେବ ଆଉ ସବସ୍କ୍ରାଇବ୍ ଗୋଟେ କରିଦେବ। ନିହାତି ରିକ୍ୱେଷ୍ଟ କରିବି ମୁଁ ସବସ୍କ୍ରାଇବ୍ କରିଦେବ ଭାଇ, ସବସ୍କ୍ରାଇବ୍ କରିଦେବ ସାଙ୍ଗମାନେ ନିହାତି। ମୁଁ ଜାଣିଛି ଯେ ତୁମେ ମାନେ ସବସ୍କ୍ରାଇବ୍ କରିଦେବନି, ଟିକେ ସପୋର୍ଟ କରିଦେବ।